অনরাই যারে প্রেম মহিতম অকর কিনা তু কেবল ভোল ଏ ବାଲ୍ମୀକି ବ୍ରହ୍ମ ଘରକୁ ଏଣ୍ଟ୍ରି ଅଛି ଏକ୍ସିଟ୍ର ବାଟ ନାହିଁ ବେଳେ ଏଇ ଘର ଭିତରେ ମୋ ଫାଷ୍ଟ ହବ ସ୍ୱପ୍ନାକୁ 17 ପିସ୍ କରି କାଟି ଦେଇଥିଲି ସେ ଭିତରେ ତୋଳି ପଡ଼ି କହୁଥିଲା ପ୍ଲିଜ୍ ବାଲ୍ମୀକି ପ୍ଲିଜ୍ ତମେ ମୋତେ ଛାଡ଼ି ଦିଅ ହେଲେ ମୁଁ ତା କଥା ଶୁଣିନଥିଲି 17 ପିସ୍ କରି କାଟିବା ପରେ ଗୋଟେ ଅଖା ଭିତରେ ପୁରେଇ ଫ୍ରିଜ୍ ଭିତରେ ତାକୁ ରଖିଥିଲି ସେଇ ଫ୍ରିଜ୍ରୁ ପ୍ରତିଦିନ ଗୋଟାଏ ଗୋଟାଏ ପିସ୍ କାଢ଼ି ବ୍ରିଜ ଉପରୁ ତଳକୁ ଫୋପାଡ଼ି ଦେଉଛି ଆଉ ରୁବିଆଟି ଶୋଇଥିଲା ବେଳେ ତା ମୁହଁରେ ତକିଆ ଚାପି ମୁଁ ତାକୁ ମାରି ଦେଇଥିଲି ଆଉ ସବୁଠୁ ସୁନ୍ଦରୀ ରାଧାକୁ ମୁଁ ଏ ହୋଟେଲର 3 ତାଲା ଉପରୁ ତଳକୁ ଠେଲି ମୋ ଅର୍ଡର ବି କରିଛି ଆରେ ସୁନ୍ଦରୀ ମାନଙ୍କୁ ଏମିତି କେମିତି କରି ଆଣିବା ପାଇଁ ମୁଁ ଖୁବ୍ ଭଲ mastermind also. ତାଙ୍କରି କଥା ଅନୁସାରେ ମୁଁ ତୋତେ ମ୍ୟାରେଜ୍ କରିଛି ଆଉ ସେ କଥା ବି କହିଛନ୍ତି ମୁଁ ତୋତେ ଯେତେ କଷ୍ଟ ଦେବି ସେ ମୋତେ ସେଟା ଅଧିକା ଟଙ୍କା ଦେବେ କିଏ ସେ ମୁଁ ପଚାରୁଛି ପା କିଏ ସେ ମୁଁ ସାଇ ସତ୍ୟଜିତ For every action there is equal opposite reaction. ସବୁ କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ଥାଏ ମୋ ମାମାଙ୍କ ଆଖି କେତେବେଳେ ତମ ଆସୁଛନ୍ତି ବରଂ ତମ ଆଖି ନ ଚାଲେ ତମେ ଠିକ ବୁଝିପାରିବ ଅନ୍ୟ ଆଖି ଘର ଦାମଟା କେତେ ତମ ମା କରିଛନ୍ତି ତମ ମା ମୋ ବାବା ଛଡ଼େଇବା ପାଇଁ ଗୋଟେ ଚକ୍ରାନ୍ତ କରୁଛନ୍ତି ଆଉ ସେଥିପାଇଁ ମୋ ମାମା ସବୁବେଳେ କାନ୍ଦୁଛି ଜାଣିଛ ମୋ ମାମାକୁ ମୋ ଜୀବନଠୁ ଅଧିକ ଭଲ ପାଏ ଆଉ ତାକୁ ଏତେ ଭଲ ପାଏ ଯେ ତା ପାଇଁ ମୁଁ କିଛି ବି କରିପାରେ ସେଥିପାଇଁ ବାଲ୍ମୀକି କହିଥିଲି ତମକୁ ଭଲ ପାଇ ଭାଇ ତମ ଜୀବନକୁ ବର୍ବାଦ କରିଦେବା ପାଇଁ ମୁଁ ବାଲ୍ମୀକିକୁ ଟଙ୍କା ଦଉଛି ହେଲେ କାହାଣୀ ସେତିକିରେ ସରିବ ତମେ ସେ ପର୍ଯ୍ୟନ୍ତ କାନ୍ଦିବ ସେ ପର୍ଯ୍ୟନ୍ତ ମୋ ମାମା ନ ଯିବେ ଇଏ କଣ ତମର ଠିକ ବିଚାର ମୋ ମାମାର କିଛି ନ କରନ୍ତୁ ଜାଣିଛ କାହାକିର ଦେଖିବା ତ ଦୂର କଥା ଆଉ କା ଦୁଃଖ ଦେଖିଲେ ମୁଁ ସହିପାରେନି ଶବ୍ଦ ଲୋକର କାର୍ ଚାଲିବେ କେହି ଜଣ ହାତ ଦେଖିଲେ ମୁଁ ତାକୁ ନେଇ ଦିଏ ବନ୍ଦରେ କିଛି ଦୌଡ଼ି ବି ଗରିବ ଲୋକମାନଙ୍କୁ ଦେଖେ ମୋ ପକେଟ ଖାଲି କରିଦିଏ କାମର ଫୁର୍ସତ ନଥିଲେ ପ୍ରତ୍ୟେକ ମାସ ଶେଷ ରବିବାର ଦିନ ଯାଇ ମୁଁ ବ୍ଲଡ୍ କ୍ୟାମ୍ପ କରେ ଆରେ ଏମିତି କଥା ମଣିଷରେ କାହିଁକି ମୁଁ ବିଚାର କରୁଛି ସେ କଥା ତମେ ଠିକ ବୁଝିପାରିବ ଆସୁଛି ମୁଁ ଆସୁଛି ଆକ୍ଚୁଆଲି କଥା କ'ଣ କି ଛୋଟ ମୋର ବଡ଼ କଥା ମାସ ଶେଷ ହେଲାଣି ତ ଗାଡ଼ି EMI ଦେବା ପାଇଁ ମୋ ପାଇଁ ବି ଟଙ୍କା ସର୍ଟ ହେଉଛି ଆଉ 4-5ଟା ପ୍ରେସର ବି ଦେଇଛି ସିଲେଇ କରିବା ପାଇଁ ଟଙ୍କା ଦେଉନି ବୋଲି ସେମାନେ ଫେରେଇ ଦେଉଛି ଆପଣ ଯଦି ଗରିବ ପିଲାଟାକୁ କିଛି ମୋଟା ଆକାରରେ ଦିଅନ୍ତୁ ଅଧେ ସାରେ ଦେଇଦେଇକି ଅଧେ ମୁଁ ଖର୍ଚ୍ଚ କରନ୍ତି ଏଇଆ ତ
ସେତେବେଳେ ସେ ଡାଇଲଗ କହୁଥିଲେ ମୁଁ ସେ କଣରେ ଧୀରେ ଠିଆ କାହିଁକି ଜାଣିଛୁ ନା ଟଙ୍କାଟା ସିଏ ଦେଇଛି ଆଉ ଏକଥା ବି କହିଛନ୍ତି ଆଖିରୁ ଲୁହ ନ ଝରିବା ପର୍ଯ୍ୟନ୍ତ ମୁଁ ତୋତେ ମାରିବି। ଦୟାକରି ମୋତେ ଆଉ